କେକିରା କରୁଛ ସାଙ୍ଗମାନେ ସବୁ ଭଲ ଅଛ କି? ଆଁ କେ ତମମାନେ ଭାବୁଥିବ ମୁଁ ପୁରା ରେଡି ସେଡି ହେଇକିନି କୁଆଡେ ବାହାରିଲି କାରରେ। କି ମୋର ଗୋଟେ ଭାଇର ବାହାଘରିଆଟା ଥିଲା, ତାର ରିସେପସନ ପାର୍ଟି, ସେଥିପାଇଁ ମୁଁ ସେଇଠିକି ଯାଉଛି। ଆଉ ଏଇଠିକି ପହଞ୍ଚିଲା ପରେ ଦେଖନ୍ତୁ ବଢିଆ କ୍ୟୁଟ କ୍ୟୁଟ ଟେଡି ଦିଟା ଥିଲା। ଓହୋ, ତାଙ୍କୁ ଟିକେ ଗେଲ ସେଲ କରିକି ମୁଁ ଷ୍ଟେଜ ପାଖରେ ପହଞ୍ଚି ଯାଇଥିଲି। ଆଉ ପହଞ୍ଚିଲା ପରେ ଦେଖିଲି ସେ ତାଙ୍କ ସାଙ୍ଗସାଥି ମାନେ ଫଟୋ ଫଟୋ ସୁଟ କରୁଥିଲେ। ଆଉ ଏଇଠି ମୋ ଦିଦି ମୋ ସହିତ ବସିଥିଲା। ଆଉ ଏଇଠି ଦେଖନ୍ତୁ ମୋର ସବୁ ସିଷ୍ଟର ମାନେ ସଜବାଜ ହେଇ ଆମେ ପୁରା ରେଡି। ତ ଆମେ ବି ଷ୍ଟେଜ କୁ ପଳେଇ ଯାଇଥିଲୁ, ଫଟୋ ଫଟୋ ଉଠେଇକି ଗିଫ୍ଟ ଦେଇକି ପଳେଇ ଆସିଥିଲୁ। ଆଉ ତାପରେ ମୋର ବି ଟିକେ ଫଟୋ ସୁଟ ମୁଁ କରି ଦେଇଥିଲି। ଆଉ ଏଇଟା ନହେଲେ କଣ ହବ? ତାପରେ ସବୁ ସିଷ୍ଟର ମାନେ ମିଶି ଆମେ ଗୋଟେ ରିଲସ କରିଥିଲୁ। ଆଉ ସେଇ ରିଲସ ଟା ହେଲା ଆମେ ବରର 1 ନମ୍ବର ଭଉଣୀ, ଆମେ ବରର 2 ନମ୍ବର ଭଉଣୀ, ଏଇଭଳି ଆମେ କିଛି ଗୋଟେ କରିଥିଲୁ, ମଜାମସ୍ତି କରିଥିଲୁ। ଯେହେତୁ ଭାଇ ଭାଉଜ ନଥିଲେ, ଖାଇବାକୁ ଯାଇଥିଲେ, ତ ଷ୍ଟେଜ ଟା ଆମର ଆଉ। ତାପରେ ଆମେ ପେଟ ପୂଜା କରିବା ପାଇଁ ପଳେଇ ଯାଇଥିଲୁ ଖାଇବାକୁ। ଆଉ ଏଇଠି ଦେଖନ୍ତୁ ମୁଁ ପୁରା ଖାଇବା ଧରିକି ପୁରା ରେଡି। ଆଉ ଏଇଠି ବଡ ଦିଦି ମୋର ଆର ଦିଦିକୁ ଖୁଏଇ ଦଉଛି, ଆଉ ମୁଁ ମୋ ମଝିଆଣୀ ଦିଦିକୁ ଖୁଏଇ ଦଉଛି। ଆଉ ଏଇଠି ଦେଖନ୍ତୁ ଭାଇ କେମିତି 2ଟା ପ୍ଲେଟ ଧରିକି ପଳେଇ ଆସିଛି। ଓହୋ, ତାର ଗୋଟେ ତା ମାଇକିନାର ଗୋଟେ। ଦେଖ ଭଉଣୀ ପାଇଁ ନାଇଁ, ମାଇକିନା ପାଇଁ ଧରିକି ପଳେଇ ଆଇଛି। ଓହୋ, ଆଇଜିନି ଆଉ। ଆଉ ଏଇଠି ପେଟ ପୂଜା ସରିଲା ପରେ ଆମେ 4 ଭଉଣୀ ଗୋଟେ ରିଲସ କରିଦେଇଥିଲୁ। ରିଲସ ଟା ନହେଲେ କଣ ହବ? ତାପରେ ମୁଁ ବି ଗୋଟିଏ ରିଲସ ଟା ବାଡେଇ ଦେଇଥିଲି ଆଉ। ଆଉ ମୋ ଭିଡିଓଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତାହେଲେ ନିହାତି କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ।